কলা যাহাকু তুমি ভাই হেলু সখা দেই হো সখা দেই ସେହି ତ ଦେଖାଉଅଛି କାଳ ରୂପୀ ହୋଇ ରୂପୀ ହୋଇ ଆମେ କହେ ବ୍ରହ୍ମା ହେଲେ ସୃଷ୍ଟିକର୍ତ୍ତା ବିଷ୍ଣୁ ହେଲେ ପାଳନ କର୍ତ୍ତା ଶିବ ହେଲେ ସଂହାର କର୍ତ୍ତା ଆଜ୍ଞା ଠିକ କଥା ଆଜ୍ଞା ନା ନାଇଁ ଆଜ୍ଞା ହଁ ହଁ ଇଏ କଣ ଠିକ ଆଉ ନା କଣ ବ୍ରହ୍ମା ସୃଷ୍ଟିକର୍ତ୍ତା ନୁହନ୍ତି ନାଇଁ ଶିବ ସଂହାର କର୍ତ୍ତା ନୁହନ୍ତି କେନ୍ଦୁଝରରେ ପାଲା ଗାଇଲା ବେଳେ ଆଜ୍ଞା ମାଇପି ପଞ୍ଝା ବିଲୁକୁ ଯିବେ ହେ ହେ ମାଇପି ପଞ୍ଝା ଧାନ ବୁଣିବେ ହେଲା ଅଣ୍ଡ୍ରି ପୁଅ ଧବ ଖାଲି ଟିକେ ହଳ କରିଦବ ବୋଲେ ଚାଷ କରିଦବ ତା କାମ ଅଛି କି ମାଇପି ପଞ୍ଝା ଧାନ ରୋଇବେ ହଁ ହଁ ଧାନ କାଟିବେ ଧାନ ଆଣି ଘରେ ଗଦେଇବେ ବାଛିବେ ସାର ବି ପକେଇବେ ବିଲ ବାଛିବେ ସାର ପକେଇବେ ହଁ ହଁ ଅଣ୍ଡ୍ରି ପୁଅ ଦିନ ଯାକ ବସିକି ତାସ ଖେଳୁଥାଉ ବାବା ଯେମିତି ଧାନ ଅମଳ ହେଇକି ଘରକୁ ବାଡିକି ଆସିବ ବେଙ୍ଗଳା ଟିକେ କରିଦବ ହଁ ହଁ ସେ ପଚାରିବ ଭାଇ କେତେ କୋଟି ଧାନ ହେଲା କହୁଛି ରେ ବର୍ଷ 80 ଭରଣ ପାଇଛି ରେ ନା ଏ ବର୍ଷ 80 ଭରଣ ଧାନ ପାଇଛି ବାହ କିରେ ତୋ ଭାରିଜା ତ ସବୁ ଗଲା ତୋ ନାଁଟା କେମିତି ହେଲା ଜୀବନ ଚର୍ଯ୍ୟାରେ ନାରୀର ତିନିଟା ରୂପ କଣ ବୁଝୁ ଗୋଟିଏ ହେଲା ମା ଆଜ୍ଞା ଗୋଟିଏ ହଉଛି ଭଉଣୀ ଭଉଣୀ ଗୋଟିଏ ହଉଛି ସ୍ତ୍ରୀ ମାନେ ମୋ ସ୍ତ୍ରୀର ତିନିଟା ରୂପ ମା ରୂପରେ ଜଗତକୁ ସେ ସୃଷ୍ଟି କରେ ବାବା ସେ ସୃଷ୍ଟିକାରିଣୀ କାରଣ ପ୍ରସୂତି ଦେଲା ବାଲା ସେ ମା ବାବା ତମ ଘର ମାନଙ୍କରେ ତମ ଝିଅ ବୋହୂ ହୁଅନ୍ତୁ କି ମୋ ଘରେ ମୋ ଝିଅ ବୋହୂ ହୁଅନ୍ତୁ ଯେତେବେଳେ ମେଡିକାଲକୁ ଯାଉଛନ୍ତି ଆଜ୍ଞା ପିଲା ଜନ୍ମ କରିବା ପାଇଁ ଯୋଉ ଘର ଭିତରେ ପଶୁଛନ୍ତି କଣ ଲେଖା ଯାଇଛି ପ୍ରସୂତି ଭବନ ପ୍ରସୂତି ଗୃହ ବା ପ୍ରସୂତି ଭବନ କାହିଁକି ନା ଦକ୍ଷ ପ୍ରଜାପତି ସ୍ତ୍ରୀ ନା ହଉଛି ପ୍ରସୂତି ଇଏ ତା ନା ଦକ୍ଷ କାହିଁକି ନା ଛୁଆ ଜନ୍ମ କରିବାରେ ସିଏ ଦକ୍ଷ ଆଚ୍ଛା ତା ସ୍ତ୍ରୀ ୟା ନା ପ୍ରସୂତି କାହିଁକି ନା ଛୁଆ ଜନ୍ମ କରିବାରେ ଇଏ ଜନ୍ମ କରିବାରେ ଦଖଲ ଇଏ କରେଇବାରେ ଦଖଲ ତେଣୁ ତମ ଲେବର ରୁମ ଲେଖା ଯାଉଛି ପ୍ରସୂତି ଗୃହ ମା ଜନ୍ମ କରେ ଭଉଣୀ ଜଗତକୁ ପାଳନ କରେ ଆଉ ଜଣେ ଅଛି କାଳୀ ସେ ହଉଛି ତୋ ସ୍ତ୍ରୀ ବାବା କେତେବେଳେ କାଳୀ ରୂପ ଧରେ ସ୍ତ୍ରୀ ରୂପରେ ସେ ଜଗତକୁ ସଂହାର କରେ ବାବା